ମୁଁ କୋଉ ଜନ୍ମରେ କି ପାପ କରିଥିଲି କେଜାଣି ମୋ ଫେଭରେଟ ଆଇଟମ ସବୁ ବନେଇଲା ବେଳେ ହିଁ ମୋ ସହିତ ଏମିତି ଦୁର୍ଘଟଣା ଘଟୁଛି। ଦେଖୁନାହାନ୍ତି ଯେମିତି ଆଜି ଏ ସବୁ ହେଇଗଲା। ତ କଥା ଏମିତି କି ଆଜି ଫ୍ରିଜ ଖୋଲି ଦେଖେ ତ କିଛି ଲାଲ ଟହଟହ ଶୀତ ଦିନିଆ ଗାଜର ଗୁଡାକ ମନ ଦୁଃଖରେ ଚାହିଁ ରହିଛନ୍ତି। କାରଣ ପଚାରିଲାରୁ କହିଲେ କି ମ୍ୟାଡାମ ମାସେ ହେଲା ତ ଫ୍ରିଜରେ ରଖିଲଣି ଆଉ ଡଷ୍ଟବିନ କୁ ଆମକୁ କେବେ ଟ୍ରାନ୍ସଫର କରୁଛ। ମୁଁ ବି କହିଲି ଚାଲ ମୋ ପେଟଟା କୋଉ ଡଷ୍ଟବିନ ଠୁ କମ କି। ତ ମୁଁ ତାଙ୍କୁ ନେଇକି ତାଙ୍କ ମୁଣ୍ଡ ଲାଞ୍ଜ କାଟି ଦେଇକି ଶରୀରରୁ ଚୋପା ଛଡେଇ ଦେଇକି ଧୁଆ ଧୁଇ କରି ତାଙ୍କୁ କାଟିବାକୁ ବାହାରି ପଡିଲି। କାହାକୁ କାଟିଲେ ସିଏ ସିନା କାନ୍ଦେ ହେଲେ ଗାଜର ମାନେ ଖିଲି ଖିଲି ହେଇକି ହସୁଥାନ୍ତି କାରଣ ଫାଇନାଲି ତାଙ୍କୁ ତାଙ୍କ ଅସଲି ଠିକଣା ମିଳିବାକୁ ଯାଉଥିଲା। ତାଙ୍କୁ କାଟି ଦେଇକି ମନ ଖୁସିରେ ମୁଁ ଆଗ ପ୍ରେସର କୁକରରେ 2 ଚାମଚ ଘିଅରେ ଡ୍ରାଇ ଫ୍ରୁଟ୍ସ କୁ ଭାଜି ସେଥିରେ 2ଟା ଛେଚା ଗୁଜରାତି ସହିତ କଟା ଗାଜର ମାନଙ୍କୁ ଦେଇକି ମିଡିୟମ ହାଇ ଫ୍ଲେମ ରେ 5 ମିନିଟ ଭାଜି ଦେଲା ପରେ ଦେଇଥିଲି ହାଫ ଲିଟର କ୍ଷୀର ଆଉ 2 ପିଞ୍ଚ ଲୁଣ, ଯାହା ଦ୍ୱାରା ଗାଜର ଇଜିଲି ସିଝିଯିବ ଆଣ୍ଡ କ୍ଷୀରର ଟେଷ୍ଟ ବି ବାଲାନ୍ସ ହେଇଯିବ। ତାପରେ ଆକ୍ଚୁଆଲି କୁକର କୁ 3-4ଟା ସିଟି ଦବା କଥା। ମୁଁ କିନ୍ତୁ ଗାଲେଇକି ବସିକି 5-6ଟା ସିଟି ଯାଏ ଅପେକ୍ଷା କରିକି ରହିଲି, ଯାହା ଯୋଗୁ କୁକର ସହିତ ମୋର ଗ୍ୟାସ ଷ୍ଟଭ ସବୁ ଏମିତି ଅସନା ହେଇଗଲା। ଏବେ ଅଖା ଧଉଥା ଗୁଣ ଗାଉଥା ଛାଡ। ତାପରେ ସବୁକୁ ପୋଛାପୋଛି କରିକି ଡଙ୍କିରେ ଗାଜରକୁ ଟିକେ ମାସ କରିଦେଇକି ବ୍ଲେଣ୍ଡରରେ ଗାଜରକୁ ଘାଣ୍ଟି ଦେଲା ପରେ ସେଥିରେ ଅମୁଲ ଆଉ ସ୍ୱାଦ ଅନୁସାରେ ଚିନି ଦେଇକି ଆଉ ଥରେ ବ୍ଲେଣ୍ଡ କରିଦେଲି। ଆଣ୍ଡ ବିଶ୍ୱାସ କରନ୍ତୁ ଏଇ ବ୍ଲେଣ୍ଡରଟା ଏତେ ଶସ୍ତା ଆଣ୍ଡ ୟା ଦ୍ୱାରା ଘିଅ ବାହାର କରିବା, ଡାଲି, କ୍ଷୀରି କିମ୍ବା ଛୁଆମାନଙ୍କୁ ସିଝା ପରିବା ଦବା କି ପାଓ ଭାଜି ବନେଇବା କାମ ବହୁତ ଇଜିଲି ହୁଏ। ତ ମୁଁ ଯୋଉ କୁର୍ତ୍ତୀର ଷ୍ଟିକର ଦେଇଛି ତା ତଳେ 3 କିମ୍ବା 4 ପ୍ରଡକ୍ଟସ ଲେଖା ଅଛି, ତାକୁ କ୍ଲିକ କରିଦିଅନ୍ତୁ ଆଉ ବ୍ଲେଣ୍ଡରକୁ ଏବେ ହିଁ ଅର୍ଡର କରିଦିଅନ୍ତୁ। ତ ବାସ୍ ଲାଷ୍ଟରେ ଟିକେ ଅଧିକ କରିକି ମିଲ୍କ ମେଡ ଏବଂ ଭଜା ଡ୍ରାଇ ଫ୍ରୁଟ୍ସ କୁ ଦେଇକି ଘଣ୍ଟେ ଖଣ୍ଡେ ଥଣ୍ଡା ହବାକୁ ଛାଡିଦେଲା ପରେ ରେଡି ହେଇଯିବ ଆମର ଶୀତ ଦିନିଆ ଲାଲ ଟହଟହ ଗାଜର ବାଲା କ୍ଷୀରି।